ବେଙ୍ଗାଲି ପୁରୁଣା ବସ୍ତିରୁ 4 ଜଣ ଚୋରକୁ ଗିରଫ କରିଛି ପୋଲିସ। ମନୋଜ ପାସୱାନଙ୍କର 2ଟି ମୋବାଇଲ ଚୋରି ଅଭିଯୋଗରେ ଗିରଫ ହୋଇଥିବା 4 ଜଣ ଚୋର ନିକଟରୁ 9ଟି ମୋବାଇଲ ପୋଲିସ ଜବତ କରିଛି। ବାମରା ବ୍ଲକ ପିଣ୍ଡାପଥର ଗ୍ରାମର ଗୋପାଳ ଲାକ୍ରା ଗତ ଜୁଲାଇ ମାସରେ ବିଏସ୍ଏସ୍ରୁ ଅବସର ଗ୍ରହଣ କରିଛନ୍ତି। ତେଣୁ ତାଙ୍କ ପାଇଁ ଗଡ଼ପୋଷ୍ଟଠାରୁ ପିଣ୍ଡାପଥର ଯାଏଁ ଏକ ଜିପ୍ରେ ଶୋଭାଯାତ୍ରା ବାହାର କରାଯାଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ବାମରା ବ୍ଲକ ପିଣ୍ଡାପଥର ପଞ୍ଚାୟତ ବେଲପଡ଼ାଠାରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ଏଣ୍ଡୁଅ। ଏଣ୍ଡୁଅ ଜୀବନ ପ୍ରତି ବିପଦ ଥିବାରୁ କିଛି ଲୋକେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଜୁଜୁମରା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ନିକଟରେ ଜୁଜୁମରା ପଟରୁ ସମ୍ବଲପୁରକୁ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ପ୍ରଥମେ ଯାତ୍ରୀ ପ୍ରତୀକ୍ଷାଳୟ ଓ ପରେ ଛାଉଣିକୁ ଧକ୍କା ମାରି ଜାତୀୟ ରାଜପଥରୁ ତଳକୁ ଓହ୍ଲାଇ ପଡ଼ିଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଅଇଁଠାପାଲି ବସ୍ଷ୍ଟାଣ୍ଡରେ ମୋ ବସ୍ ଡ୍ରାଇଭରଙ୍କର ଆନ୍ଦୋଳନ ଜାରି ରହିଛି। ଗାଡ଼ି ଡ୍ରାଇଭରଙ୍କୁ କେହି ଜଣେ ଗାଳିଗୁଲଜ କରିଥିବାରୁ ଏବଂ ଅନ୍ୟାନ୍ୟ ଦାବି ନେଇ ବସ୍ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ଦ୍ୱାରା ଏବେ 8ଟି ଗେଟ୍କୁ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଖୋଲି ଦିଆଯାଇଛି। ବାମପଟେ 10ଟି ଗେଟ୍ ଏବଂ ଡାହାଣ ପଟେ 4ଟି ଗେଟ୍ ସହିତ ମୋଟ 14ଟି ଗେଟ୍ ହୀରାକୁଦ ଜଳଭଣ୍ଡାରରୁ ଖୋଲା ରହିଛି।